ଆମ ଦେଶରେ ହେଉ କି ଆମ ଗାଁରେ ହେଉ କି ଆମ ରାଜ୍ୟରେ ହେଉ, ହିନ୍ଦୁ ମୁସଲିମ କେବେ ବି ଭାଇ ଭାଇ ନୁହନ୍ତି। କେବେ ବି ଭାଇ ଭାଇ ନୁହନ୍ତି ସେମାନେ। ବୁଝିଛନ୍ତି? ସେମାନେ ହେଉଛି ରାବଣର ବଂଶ, ଆମେ ହେଉଛି ରାମର ବଂଶ। ହିନ୍ଦୁମାନେ ରାମଙ୍କର ବଂଶ। ସେମାନେ ନାକକୁ ଢାଙ୍କିକିରି ଚାଲିବେ, ଜାଣିପାରୁନାହାନ୍ତି? ସେମାନେ ନାକକୁ ଢାଙ୍କିକିରି ଚାଲିବେ, ଆମେ ନାକ ଢାଙ୍କିବା ନାହିଁ। ସେମାନେ ଯେତେ ଲୋକଙ୍କୁ ମର୍ଡର କରିବେ ନା, ସେମାନେ ସେତେ ପ୍ରସିଦ୍ଧ ହେବେ। ଯେତେକୁ ମର୍ଡର କରିବେ ସେମାନେ ସେତେ ପ୍ରସିଦ୍ଧ ହେବେ। ଆଉ ହିନ୍ଦୁମାନେ ଯେତେ ସେବା କରିବେ ନା, ସେତେ ପ୍ରସିଦ୍ଧ ହେବେ। କିନ୍ତୁ ସେମାନଙ୍କର ବହି ଗୁଡ଼ିକ ଦେଖିବେ, ବାମରୁ ଡାହାଣରୁ ବାମକୁ ଖୋଲିବେ। କିନ୍ତୁ ଆମମାନଙ୍କର ବହି ଗୁଡ଼ିକ ଦେଖିବେ ନା, ଡାହାଣରୁ ବାମକୁ ଖୋଲିବା। ସେମାନେ ଗୋମାଂସ ଖାଇବେ, ହିନ୍ଦୁମାନେ ଖାଇବେ ନାହିଁ। ହେଲା, ଆମେ ତାୱାରେ ଯେଉଁ କଡ଼ରେ ରୁଟି ସେକେ ନା, ସେମାନେ ତାଙ୍କର ଓଲଟା ପାଖରେ ରୁଟି ସେକିବେ। ଆମେ ଖତନା କରିବା ନାହିଁ। ସେମାନେ କ'ଣ କରିବେ ନା, ଲିଙ୍ଗର ଅଗ୍ରଭାଗର ଚମଡ଼ିଟାକୁ କାଟିଦେବେ, ଖତନା କରିବେ। ସମସ୍ତ କାମ ହିନ୍ଦୁ ପାଖରୁ ମୁସଲିମର ଅଲଗା, ଏବଂ ମୁସଲିମ ପାଖରୁ ବି ହିନ୍ଦୁମାନଙ୍କର ସମସ୍ତ କର୍ମ ଅଲଗା। ସେମାନେ କେମିତି ଭାଇ ଭାଇ ହେବେ? ସେମାନେ ଆପଣଙ୍କର ଝିଅକୁ କେମିତି ଭୁଲେଇ ଫସଲେଇ କରି ନେବେ, ଆପଣଙ୍କର ବୋହୂକୁ କେମିତି ଭୁଲେଇ ଫସଲେଇ କରି ନେବେ, ଆପଣଙ୍କୁ ମର୍ଡର କରିବେ କେମିତି, ଆପଣଙ୍କର ଘର ଭାଙ୍ଗିବେ କେମିତି, ଜାଡ଼ିବେ କେମିତି, ସେମାନେ ସେଇ ଶିକ୍ଷା ତାଙ୍କର କୋରାନରେ ଲେଖା ଅଛି। ତେଣୁ ଜାଗ୍ରତ ହୁଅନ୍ତୁ। ଯେତେବେଳେ ବି ଯେଉଁ ସ୍ଥାନରେ ବି ହଉ, ଟିକେ ନଜରଟା ଅଲଗା ରଖିବେ, ନହେଲେ ପାରିବେ ନାହିଁ। ବୁଝିପାରୁଛନ୍ତି? ଟିକେ ସତର୍କ ରହିବେ। ସେମାନେ ଶତ୍ରୁ ନଜରରେ ଆପଣ ଟିକେ ରଖିବେ, ନହେଲେ ପାରିବେ ନାହିଁ। ଜୟ ଶ୍ରୀରାମ।